ରାତି ଗୋଟାଏ। ଡିଏସ୍ପି ସଞ୍ଜୀବ ସାର୍ କାମ ସାରି ଘରକୁ ବାହାରୁଥିଲେ। ହଠାତ୍ ୱେୟାରଲେସ୍ରେ ଜରୁରୀ ମେସେଜ ଆସିଲା। ସବୁ ଥାନାକୁ ସତର୍କ କରାଇ ଦିଆଯାଉଥିଲା କି ଗୋଟିଏ କଳା ରଙ୍ଗର ମର୍ସିଡିଜ୍ କାର୍ ଏନ୍ଏଚ୍ରେ ଦ୍ରୁତ ଗତିରେ ମାଡ଼ି ଚାଲିଛି। ଗାଡ଼ି ଚାଳକ ବୋଧହୁଏ ବେହୋସ ହୋଇଯାଇଛନ୍ତି, ଆଉ ତାଙ୍କ ପାଦ ଆକ୍ସିଲେଟରରେ ଚାପି ହୋଇ ରହିଛି। ତେଣୁ ଗାଡ଼ି ରହିବାର ନାଁ ନେଉନି। ଯଦି କାର୍କୁ ତୁରନ୍ତ ରୋକା ନଯାଏ ତାହେଲେ ଅନର୍ଥ ହୋଇଯିବ, ଅନେକ ଲୋକଙ୍କ ଜୀବନ ଚାଲିଯିବ। ଶୁଣିକି ଡିଏସ୍ପି ସାର୍ଙ୍କର ନିଦ ହଜିଗଲା, କାରଣ ସେହି ଅଞ୍ଚଳ ତାଙ୍କ ଅଧୀନରେ ଥିଲା। ଶୁଣିବା ମାତ୍ରେ ସେ ତୁରନ୍ତ ନିଜ ଗାଡ଼ିର ଚାବି ଧରି ବାହାରକୁ ଦୌଡ଼ିଲେ। ଗାଡ଼ି ଷ୍ଟାର୍ଟ କରି ସାଇରନ୍ ବଜାଇ ଦ୍ରୁତ ଗତିରେ ସେହି ଦିଗକୁ ମାଡ଼ି ଚାଲିଲେ। ଦ୍ରୁତ ଗତିରେ ସେ କାର୍ ଚଲାଉଥିଲେ। ତାଙ୍କ ନଜର ଲଗାତାର ଆଗକୁ ଥିଲା। ୱେୟାରଲେସ୍ରେ ଘଡ଼ିକୁ ଘଡ଼ି ଅପଡେଟ୍ ଆସୁଥିଲା। ଡିଏସ୍ପି ସାର୍ ଗଭୀର ଶ୍ୱାସ ଛାଡ଼ିଲେ, ଗିଅର ବଦଳାଇଲେ, ଆହୁରି ସ୍ପିଡ୍ରେ ଗାଡ଼ି ଚଲାଇଲେ। କିଛି ସମୟ ଯିବା ପରେ ସେ ସେହି ଦୃଶ୍ୟ ଦେଖିପାରିଲେ। ଏକ କଳା ରଙ୍ଗର ମର୍ସିଡିଜ୍ କାର୍ ଦ୍ରୁତ ଗତିରେ ଟଳମଳ ଅବସ୍ଥାରେ ମାଡ଼ି ଆସୁଛି। ଟାୟାରରୁ ବାହାରୁଥିବା ଶବ୍ଦ ଯେମିତି କାନ ଫଟାଇ ଦେଉଥିଲା। ସ୍ପିଡ୍ ଦେଖି ଡିଏସ୍ପି ସାର୍ ଚିନ୍ତା କଲେ କି କେତେବେଳେ ବି ଭୟଙ୍କର ଦୁର୍ଘଟଣା ଘଟିପାରେ। ଡିଏସ୍ପି ସାର୍ଙ୍କ ମୁଣ୍ଡରେ ଆଉ କିଛି ବିକଳ୍ପ ଦେଖାଗଲାନି। ସେ ଦ୍ରୁତ ଗତିରେ ତାଙ୍କ କାର୍କୁ ଆଗେଇ ନେଲେ। ଏକ ସଠିକ୍ ଆକଳନ ସହିତ ସେ ପୋଲିସ ଗାଡ଼ିକୁ ସେ ମର୍ସିଡିଜ୍ ଗାଡ଼ିର ସାମ୍ନାରେ ରଖିଦେଲେ। ଏକ ଭୟଙ୍କର ଶବ୍ଦ ଶୁଭିଲା। ଏକ ଜୋରଦାର ଝଟକା ଲାଗିଲା। ପୋଲିସ ଗାଡ଼ିକୁ ଧକ୍କା ଦେଇ ସେ ଦାମୀ ଗାଡ଼ି କିଛି ବାଟରେ ଯାଇ ଛିଟକି ପଡ଼ିଲା। ପୋଲିସ ଗାଡ଼ି ସହିତ ଡିଏସ୍ପି ସାର୍ ବି କିଛି ବାଟକୁ ଛିଟିକି ପଡ଼ିଲେ। ଡିଏସ୍ପି ସାର୍ ତୁରନ୍ତ ପୋଲିସ ଗାଡ଼ିରୁ ବାହାରି ସେ କଳା ରଙ୍ଗର କାର୍ ଆଡ଼କୁ ଦୌଡ଼ିଲେ। ଆଉ କାର୍ ଖୋଲି ଦେଖିବା ବେଳକୁ ସେ ଦୃଶ୍ୟ ଦେଖି ଚମକି ପଡ଼ିଲେ। କାର୍ ଡ୍ରାଇଭର ସିଟ୍ରେ ଜଣେ ସମ୍ଭ୍ରାନ୍ତ ଶ୍ରେଣୀର ଯୁବକ ବସିଥିଲେ। ସିଟ୍ ବେଲ୍ଟ ବି ବନ୍ଧା ଯାଇଥିଲା, ହେଲେ ସେ ବେହୋସ ଥିଲେ। ତାଙ୍କ ମୁଣ୍ଡ ହାଲକା ନଇଁ ଯାଇଥିଲା। ମଥାରେ ଝାଳ ସ୍ପଷ୍ଟ ଦେଖାଯାଉଥିଲା। ଓଠ ଶୁଖି ଯାଇଥିଲା। ଡିଏସ୍ପି ସାର୍ ତାଙ୍କୁ ଡାକିଲେ, ଆପଣ ଠିକ୍ ଅଛନ୍ତି ତ? ହେଲେ ସେ କିଛି ବି ଉତ୍ତର ଦେଉନଥିଲେ। ଡିଏସ୍ପି ସାର୍ ତାଙ୍କ ବେଲ୍ଟ ଖୋଲି ତାଙ୍କୁ ବାହାରକୁ ଆଣିଲେ। ତାଙ୍କ ମୁହଁରେ ପାଣି ଛାଟିଲେ। କିଛି ସମୟ ପରେ ସେ ଧୀରେ ଧୀରେ ଆଖି ଖୋଲିଲେ। କିଛି ସମୟ ତାଙ୍କ ନଜର ଡିଏସ୍ପି ସାର୍ଙ୍କ ଉପରେ ଅଟକିଗଲା। ଏକ ଅଜବ ଡର ତାଙ୍କ ଚେହେରାରେ ବାରି ହୋଇ ପଡ଼ିଲା, ହେଲେ ସେ ନିଜକୁ ନିୟନ୍ତ୍ରଣ କଲେ। ଧୀର ସ୍ୱରରେ କହିଲେ, ଆପଣ ମୋ ଜୀବନ ବଞ୍ଚେଇ ଦେଲେ। ଆପଣଙ୍କ ନାଁ କ'ଣ? ଡିଏସ୍ପି ସାର୍ କହିଲେ କି ମୋ ନାଁ ହେଉଛି ଅରୁଣ ଚକ୍ରବର୍ତ୍ତୀ। ଶୁଣିକି ସେ ଲୋକ ଜଣକ ଟିକେ ଗମ୍ଭୀର ହୋଇଗଲେ, ଯେମିତି ଏ ନାଁ ତାଙ୍କ ପାଇଁ ଏକ ଗୂଢ଼ ରହସ୍ୟ ଥିଲା। ସେଠୁ ସେ ଲୋକ ଜଣକ ଧୀର ସ୍ୱରରେ କହିଲେ, ମୋ ନାଁ ରାଜ ଶ୍ରୀବାସ୍ତବ। ଶୁଣିକି ଡିଏସ୍ପି ସାର୍ ବି ଟିକେ ଚମକି ପଡ଼ିଲେ। ତାଙ୍କୁ ଏ ନାଁ ଶୁଣିବା ପରି ଲାଗୁଥିଲା, ହେଲେ ଏହାଠୁ ଅଧିକ ଚିନ୍ତା ଥିଲା ରାଜଙ୍କ ଚେହେରାରେ। ଯେଉଁ ଚେହେରାରେ କୃତଜ୍ଞତା ରହିବା କଥା, ସେ ଚେହେରାରେ ଏକ ଅଜଣା ଭୟ ରହିଥିଲା। ଡିଏସ୍ପି ସାର୍ ପଚାରିଲେ କି କ'ଣ ହୋଇଥିଲା? କେମିତି ଚଳନ୍ତା ଗାଡ଼ିରେ ଆପଣ ବେହୋସ ହୋଇଗଲେ? ରାଜ କହିଲେ, ମୁଁ ମିଟିଂ ସାରି ନିଜେ ଗାଡ଼ି ଚଲେଇ ଫେରୁଥିଲି। ରାସ୍ତାରେ କ'ଣ ହେଲା କେଜାଣି କାର୍ ଉପରୁ ନିୟନ୍ତ୍ରଣ ହରାଇ ବସିଲି। ମୁଁ ବି ଜାଣିପାରିଲିନି କି କେମିତି ଏସବୁ ହୋଇଗଲା। ଡିଏସ୍ପି ସାର୍ଙ୍କୁ କିଛି ଅଜବ ଲାଗିଲା। ଦୁର୍ଘଟଣାର ସ୍ଥିତିରୁ ସେଇଟା ମାମୁଲି ବୋଲି ଜମାରୁ ବି ଲାଗୁନଥିଲା। ଡିଏସ୍ପି ସାର୍ ତାଙ୍କୁ ଅଧିକ କିଛି ପଚାରିବା ପାଇଁ ଠିକ୍ ଭାବିଲେନି। ତାଙ୍କୁ ନେଇ ହସ୍ପିଟାଲରେ ଭର୍ତ୍ତି କଲେ। ଅଳ୍ପ କିଛି ଚିକିତ୍ସା ପରେ ତାଙ୍କୁ ଛାଡ଼ି ଦିଆଗଲା। ପରଦିନ ଡିଏସ୍ପି ସାର୍ ଅଫିସ ଗଲେ। ତାଙ୍କ ସିନିୟରକୁ ସେ ଗତକାଲିର ଦୁର୍ଘଟଣା ସମ୍ପର୍କରେ କହିବାକୁ ଯାଇ ଯେତେବେଳେ ରାଜଙ୍କ ନାଁ ନେଲେ, ସେ ଅଧିକାରୀ ଚମକି ପଡ଼ିଲେ। ସେ ଫାଇଲ କାମ କରୁଥିଲେ। ରାଜଙ୍କ ନାଁ ଶୁଣି ସେ ମୁଣ୍ଡ ଉପରକୁ କଲେ। ପଚାରିଲେ, କ'ଣ କହିଲ? ତାଙ୍କ ନାଁ କ'ଣ ଥିଲା? ରାଜ ଶ୍ରୀବାସ୍ତବ। ଡିଏସ୍ପି ସାର୍ ହଁ କଲେ।
ସିନିୟର ଅଧିକାରୀ ଜଣକ ଚୌକିରୁ ଉଠିପଡ଼ି କହିଲେ, ଅରୁଣ, ଆପଣ ସେ ଲୋକ ବିଷୟରେ କିଛି ଜାଣିଛନ୍ତି କି ନା? ବାସ୍, ସେ ଜଣେ ଧନୀ ଲୋକ। କାଲି ରାତିରେ ମରୁ ମରୁ ବଞ୍ଚିଗଲେ। କ'ଣ ଏତିକି ଜାଣିଛନ୍ ନା ଆଉ କିଛି? ଡିଏସ୍ପି ସାର୍ ଚୁପ୍ ରହିଲେ। ସେଠୁ ସିନିୟର ଅଧିକାରୀ କହିଲେ କି ରାଜ ଶ୍ରୀବାସ୍ତବଙ୍କ ନାଁରେ କେତେ କ'ଣ ଅଭିଯୋଗ ରହିଛି। ସେ କେବଳ ଜଣେ ଧନୀ ଲୋକ ନୁହନ୍ତି, ବରଂ କେତେ ବିବାଦ ଓ ଅଜ୍ଞାତ ରହସ୍ୟର କେନ୍ଦ୍ରବିନ୍ଦୁ ଅଟନ୍ତି। ଡିଏସ୍ପି ସାର୍ କହିଲେ କି ସାର୍, ମୁଁ କେବଳ ମୋ କାମ କରିଛି। ହେଲେ ତାଙ୍କ ସ୍ୱରରେ ସନ୍ଦେହ ଜଣାପଡ଼ୁଥିଲା। ହେଲେ ସେ କିଛି କଥା ସିନିୟର ଅଫିସରଙ୍କୁ କହିବା ପାଇଁ ଚାହୁଁନଥିଲେ। ସକାଳୁ ଯେତେବେଳେ ସେ ଉଠିଲେ, ତାଙ୍କ ଘର ଆଗରେ 3ଟି କଳା ରଙ୍ଗର କାର୍ ରହିଥିଲା। କାର୍ ଭିତରେ ବସିଥିବା ଲୋକଙ୍କ ନଜର ଡିଏସ୍ପି ସାର୍ଙ୍କ ଘର ଆଡ଼କୁ ଥିଲା। ଡିଏସ୍ପି ସାର୍ ସେ ଲୋକମାନଙ୍କ ଆଡ଼କୁ ଅନେଇଲେ ଆଉ ଭାବିଲେ କି ଏଇଟା ଗୋଟିଏ ସଂଯୋଗ ହୋଇଥିବ। ଯେତେବେଳେ ସେ ରାଜଙ୍କ କଥା ମନେ ପକାଇଲେ, ତାଙ୍କ ମନ ଭିତରେ ଭୟ ଆସିଗଲା। ସେ ଭାବିଲେ କି ସେଇଟା ସତରେ କ'ଣ ଏକ ଦୁର୍ଘଟଣା ଥିଲା ନା ଦୁର୍ଘଟଣାର ରୂପ ଦେବା ପାଇଁ ପ୍ରୟାସ କରାଯାଇଥିଲା। ଡିଏସ୍ପି ସାର୍ ଗତ କିଛି ଦିନ ହେଲା ଅଜବ ଅଜବ ଘଟଣା ଅନୁଭବ କରୁଥିଲେ। ପୋଲିସ ଅଧିକାରୀ ହୋଇଥିବାରୁ ଆଖପାଖରେ ଘଟୁଥିବା ଘଟଣାକୁ ନଜର ଅନ୍ଦାଜ କରିପାରୁନଥିଲେ। ହେଲେ ଏଥର ମାମଲା ଆଉ କିଛି ଥିଲା। ଲାଗୁଥିଲା ଯେମିତି ତାଙ୍କର ପ୍ରତି କାମ ଉପରେ କେହି କେହି ନଜର ରଖୁଥିଲେ। ତା ସହିତ ଦିନ ସମୟରେ କ'ଣ କ'ଣ କରୁଛନ୍ତି ସବୁ ତାଙ୍କ ପାଖରେ ଖବର ରହୁଥିଲା। ଏଇଟା କେବଳ ତାଙ୍କର ଭାବନା ନଥିଲା, ବରଂ ତାଙ୍କ ଘର ପାଖରେ ସନ୍ଦେହଜନକ ଗତିବିଧି ଚାଲିଥିଲା। ଯେତେବେଳେ ସେ ଘରୁ ବାହାରୁଥିଲେ, ତାଙ୍କ ଘର ପାଖରେ କଳା କାଚ ଥିବା ଗାଡ଼ି ଛିଡ଼ା ହୋଇଥିବା ସେ ଦେଖୁଥିଲେ। ଭିତରେ ବସିଥିବା ଲୋକ ଫୋନରେ କଥା ହୋଇ ତାଙ୍କ ଆଡ଼କୁ ନଜର କରୁଥିଲେ। ଏସବୁ ଥରେ କି ଦୁଇଥର ନୁହେଁ, ବରଂ ସବୁଦିନ ଚାଲିଥିଲା। ଆଜି ବି ସେମିତି ହେଲା। ଡିଏସ୍ପି ସାର୍ ତାଙ୍କ ସ୍ତ୍ରୀଙ୍କୁ କବାଟ ପାଖରେ ବିଦାୟ ଜଣାଉଥିଲେ। ତାଙ୍କ ସ୍ତ୍ରୀ ହାଲକା ଭାବରେ ହସୁଥିଲେ, ହେଲେ ତାଙ୍କ ଭିତରେ କେମିତି ଏକ ଭୟ ଥିଲା। ଡିଏସ୍ପି ସାର୍ ବି ଏସବୁ କଥାକୁ ଅନୁଭବ କରୁଥିଲେ, ହେଲେ କିଛି କହୁନଥିଲେ। ପୁଣି ଡିଏସ୍ପି ସାର୍ ରାସ୍ତା ଆଡ଼କୁ ଅନେଇଲେ। ଦେଖିଲେ କି ପୁଣି ସେହି 3ଟି କଳା ରଙ୍ଗର ଗାଡ଼ି ଧୀରେ କି ଆସି ତାଙ୍କ ଘର ସାମ୍ନାରେ ଅଟକିଲା। ଗୋଟିଏ ଗାଡ଼ିର କବାଟ ଖୋଲିଲା। ଜଣେ ଡେଙ୍ଗା ଲୋକ ବାହାରକୁ ବାହାରିଲେ। ଲାଗୁଥିଲା ସେ ସାଧାରଣ ଲୋକ ନୁହନ୍ତି। ସେ ଆସି କହିଲେ କି ରାଜ ଶ୍ରୀବାସ୍ତବ ସାର୍ ଆପଣଙ୍କୁ ଦେଖା କରିବା ପାଇଁ ଚାହୁଁଛନ୍ତି। ଡିଏସ୍ପି ସାର୍ କହିଲେ କି ଆପଣ କିଏ? ସେ କହିଲେ, ମୁଁ ବିକ୍ରମ। ସେଠୁ ଡିଏସ୍ପି ସାର୍ କହିଲେ କି ଯଦି ତମ ବସ୍ ମୋ ସହିତ କଥା ହେବା ପାଇଁ ଚାହୁଁଛନ୍ତି ତାହେଲେ ସେ ଆସନ୍ତୁ। ବିକ୍ରମ କଡ଼ା ସ୍ୱରରେ କହିଲେ, କିଛି କଥା ଏମିତି ଅଛି ମୋତେ ଆସିବାକୁ ପଡ଼ିଲା। ସେଠୁ ଡିଏସ୍ପି ସାର୍ ତାଙ୍କ ଗାଡ଼ିରେ ଯାଇ ବସିଲେ। ବସୁ ବସୁ ଲାଗିଲା କି ଏହି ମିଟିଂ ସାଧାରଣ ନୁହେଁ। ଗାଡ଼ି ଭିତରର ପରିବେଶ ବି ଅଜବ ଅଜବ ଥିଲା। ଡିଏସ୍ପି ସାର୍ ନିଜ ଫୋନ୍କୁ କାଢ଼ି ଦେଖୁଥିଲେ। କିଛି ସମୟ ଭିତରେ ଗାଡ଼ି ଯାଇ ରାଜ ଶ୍ରୀବାସ୍ତବଙ୍କ ବଙ୍ଗଳା ଭିତରେ ପଶିଲା। ବିକ୍ରମ ଡିଏସ୍ପି ସାର୍ଙ୍କୁ ନେଇ ଭିତରକୁ ଗଲେ। ସେ ଯେମିତି ରୁମ୍ ଭିତରକୁ ପଶିଛନ୍ତି, ରାଜ ଶ୍ରୀବାସ୍ତବ ନିଜେ ଆସି ତାଙ୍କୁ ସ୍ୱାଗତ କଲେ। କବାଟ ବନ୍ଦ ହେଲା। ବନ୍ଦ ରୁମ୍ ଭିତରେ କେବଳ ରାଜ ଓ ଡିଏସ୍ପି ସାର୍ ଥିଲେ। ରାଜ କହିଲେ କି ମୋ କାର୍ ସହିତ ନିଶ୍ଚୟ କିଏ ନା କିଏ କିଛି କରିଥିଲେ। ଡିଏସ୍ପି ସାର୍ କହିଲେ କି ଆପଣଙ୍କ ପାଖରେ କ'ଣ ପ୍ରମାଣ ଅଛି? ରାଜ ଗୋଟେ ଫାଇଲ ଆଣି ଟେବୁଲ ଉପରେ ରଖିଲେ। କାର୍ର ବ୍ରେକ୍ ତାର କିଏ ଜାଣି ଶୁଣି କାଟି ଦେଇଥିଲେ। ଡିଏସ୍ପି ସାର୍ ସେ ଫାଇଲ କାଢ଼ି ପଢ଼ିଲେ। ସେଥିରେ ଜଣେ ମେକାନିକ ସ୍ପଷ୍ଟ ଭାବରେ ଲେଖିଥିଲେ କି ଜାଣି ଶୁଣି ବ୍ରେକ୍ ତାର କଟାଯାଇଥିଲା। ସେଠୁ ଡିଏସ୍ପି ସାର୍ କହିଲେ କି ତାହେଲେ ଆପଣ ପୋଲିସକୁ କାହିଁ କହିଲେନି? ରାଜ କହିଲେ କି ମୋର ପୋଲିସ ଉପରେ ବି ଭରସା ନାହିଁ। ଯିଏ ବି ଏ କାମ କରିଛି ପୋଲିସ ସହିତ ମିଶିକି କରିଛି। ମାନେ? ଡିଏସ୍ପି ସାର୍ କହିଲେ କି ଯଦି ଆପଣ ଠିକ କହୁଛନ୍ତି ତାହେଲେ ଆପଣ ଜଣେ ବଡ଼ ଶତ୍ରୁ ତିଆରି କରିଛନ୍ତି। ରାଜ ଟିକେ ହସି ଦେଇ କହିଲେ କି ଏଇଟା ପ୍ରଥମ ଥର ହୋଇନି। ଡିଏସ୍ପି ସାର୍ ତାଙ୍କୁ ଧ୍ୟାନ ଦେଇ ଦେଖିଲେ। ତାଙ୍କ ଆଖପାଖରେ ରହସ୍ୟ ବଢ଼ୁଥିଲା। ସେ କହିଲେ, ମୋତେ ସମୟ ଦିଅନ୍ତୁ, ମୁଁ ସତ ଖୋଜିକି ବାହାର କରିବି।
ହେଲେ ଆପଣ ସବୁ କଥା ଖୋଲିକି କୁହନ୍ତୁ। ସେଠୁ ରାଜ କହିଲେ କି ମୁଁ ସବୁ ସତ କଥା କହିବା ପାଇଁ ରାଜି ଅଛି। ହେଲେ ମୋତେ ପ୍ରଥମେ କୁହନ୍ତୁ ଆପଣ ଏହି ଘଟଣାରେ ଆପଣ କେତେ ଦୂର ଯାଇପାରିବେ। ଥାନାରେ ଏକଥା ସେ ସିନିୟରକୁ କହିଲେ। ଏହାପରେ ଡିଏସ୍ପି ସାର୍ ଯାଇ ତାଙ୍କ ସିନିୟରକୁ ଏକଥା କହିଲେ। ସିନିୟର ଫାଇଲ ଉପରେ ନଜର ପକାଇ ଗମ୍ଭୀର ହୋଇ କହିଲେ କି ଯଦି ଏଇଟା ସତ ଯେ ରାଜକୁ କିଏ ମାରିବା ପାଇଁ ଚାହୁଁଥିଲା ତାହେଲେ କିଏ ହୋଇପାରନ୍ତି। ଫାଇଲ ଖୋଜିବାରେ ଲାଗିଲେ। ଦେଖିବା ବେଳକୁ ଗୋଟିଏ ନାଁ ବାରମ୍ବାର ଆସିଲା, ନାରାୟଣ। କିଏ ଇଏ? ଡିଏସ୍ପି ସାର୍ ସେ ନାଁ କେବେ ବି ଶୁଣି ନଥିଲେ। ସେ ଥିଲେ ଜଣେ ବ୍ଲାକମେଲର, ଯିଏକି ଧନୀ ଲୋକଙ୍କୁ ବ୍ଲାକମେଲ କରି ଟଙ୍କା ଆଦାୟ କରୁଥିଲେ। ସେ ସାମ୍ନାକୁ ଆସୁନଥିଲେ, ହେଲେ ଗ୍ରୁପ କରି ଏହି କାମ କରୁଥିଲେ। ସେଠୁ ଡିଏସ୍ପି ସାର୍ ଭାବିଲେ କି ଯଦି ରାଜଙ୍କ ଦୁର୍ଘଟଣା ଏମାନେ କରିଛନ୍ତି ତାହେଲେ ହୁଏତ କିଛି ଡିଲ୍ ଭାଙ୍ଗିଥିବେ, ନହେଲେ ସେମାନେ ପିଛା ଛଡ଼େଇବା ପାଇଁ ଚାହୁଁଥିଲେ। ଫୋନ୍ ଆସିଲା। ସିନିୟର ଫୋନ୍ ଉଠେଇ ହାଲୋ କହିଲେ, ହେଲେ ସେପଟୁ କିଛି ବି ଶୁଭିଲାନି। ବାସ୍ କାହାର ନିଶ୍ୱାସ ପ୍ରଶ୍ୱାସର ଶବ୍ଦ ଶୁଭିଲା। ପୁରା ରାତି ଡିଏସ୍ପି ସାର୍ ଓ ସିନିୟର ସେ ଘଟଣାର ଯାଞ୍ଚରେ ଲାଗିଥିଲେ। ସେମାନେ ଚେଷ୍ଟା କରୁଥିଲେ କି ଦୁର୍ଘଟଣାର ମାଷ୍ଟର ମାଇଣ୍ଡକୁ ଧରିବା ପାଇଁ। ଶେଷରେ ସେମାନେ ଘଟଣା ପଛର କାରଣ ଜାଣିପାରିଲେ। ବିକ୍ରମ ମାମୁଲି ଲୋକ ନଥିଲେ। ସେ କେବଳ ରାଜଙ୍କ ସୁରକ୍ଷା ଦାୟିତ୍ୱରେ ନଥିଲେ, ବରଂ ନାରାୟଣ ସଂଗଠନର ସକ୍ରିୟ ସଦସ୍ୟ ଥିଲେ। କାଗଜପତ୍ରରୁ ଜଣାପଡ଼ିଗଲା ଯେ ରାଜ ଦୀର୍ଘ ଦିନ ହେଲା ଏହି ସଂଗଠନରେ ଥିଲେ, କିନ୍ତୁ କିଛି ଦିନ ତଳେ ସେ ନିଜକୁ ସଂଗଠନରୁ ଅଲଗା କରିବା ପାଇଁ ଚେଷ୍ଟା କରୁଥିଲେ। ଆଉ ସେଇଟା ତାଙ୍କର ସବୁଠୁ ବଡ଼ ଭୁଲ ଥିଲା, କାରଣ ଯିଏ ବି ସେ ସଂଗଠନର ସଦସ୍ୟ ହେଉଥିଲେ ସେ ସହଜରେ ବାହାରି ପାରୁନଥିଲେ। ଯିଏ ବାହାରିବା ପାଇଁ ଚେଷ୍ଟା କରୁଥିଲେ ତାଙ୍କ ସହିତ ଖରାପ ହେଉଥିଲା। ତେଣୁ ଏହି କାରଣରୁ ରାଜକୁ ମାରିଦେବା ପାଇଁ ଚେଷ୍ଟା କରାଯାଉଥିଲା। ଅରୁଣ କହିଲେ କି ତାହେଲେ ଏହି କାରଣରୁ ବିକ୍ରମ ବି ସବୁବେଳେ ଆମ ଉପରେ ନଜର ରଖୁଥିଲା। ତା ଛଡ଼ା ରାଜ ବି ପୁରା ନିର୍ଦ୍ଦୋଷ ନୁହନ୍ତି। ଏବେ ପ୍ରଶ୍ନ ଉଠୁଛି, ରାଜ କାହିଁକି ସେ ସଂଗଠନରୁ ବାହାରିଗଲେ? ଡର ନା ଅଲଗା କିଛି କାରଣ? ସେ କଥା ଜାଣିବା ପାଇଁ ଗୋଟିଏ ବାଟ ଥିଲା, ବିକ୍ରମକୁ ଗିରଫ କରି ସତ ବାହାର କରିବା। ଦୁହେଁ ବିକ୍ରମକୁ ଧରିବା ପାଇଁ ଜାଲ ବିଛେଇଲେ। ସେମାନେ ବିକ୍ରମକୁ ବିଶ୍ୱାସ ଦେବା ପାଇଁ ମିଛ କଥା ପ୍ରଚାର କଲେ କି ରାଜ ଏକାଠି କରିଥିବା କିଛି ପ୍ରମାଣକୁ ଗୁପ୍ତ ସ୍ଥାନକୁ ସ୍ଥାନାନ୍ତର କରିବେ, ଆଉ ରାଜଙ୍କ ଏହି ପ୍ରମାଣ ବିକ୍ରମ ଓ ତା ସଂଗଠନକୁ ବିପଦରେ ପକାଇବ। ବିକ୍ରମ ଲୋଭରେ ପଡ଼ିଗଲା। ଜାଲ ବିଛା ସରିଥିଲା। ଯେତେବେଳେ ଡିଏସ୍ପି ସାର୍ ସେ ନିଛାଟିଆ ସ୍ଥାନରେ ପହଞ୍ଚିଲେ, ଯେଉଁଠି ବିକ୍ରମ ବି ଆଗରୁ ଲୁଚି ରହିଥିଲା। ବିକ୍ରମ ସହିତ ଆଉ 2 ଜଣ ସଶସ୍ତ୍ର ଲୋକ ଥିଲେ। ବିକ୍ରମ ପକେଟରୁ ବନ୍ଧୁକ ବାହାର କରି ଡିଏସ୍ପି ସାର୍ଙ୍କ ଆଡ଼କୁ ନିଶାନା ଲଗାଇଲା। ମୁଣ୍ଡରେ ବନ୍ଧୁକ ଲଗେଇ କହିଲା କି ସେ ପ୍ରମାଣ ସବୁ କେଉଁଠି ଅଛି? ଡିଏସ୍ପି ସାର୍ ଟିକେ ହସି ଦେଇ କହିଲେ କି ତମକୁ କ'ଣ ଲାଗୁଛି ମୁଁ କ'ଣ ବିନା ପ୍ରସ୍ତୁତିରେ ଏଠାକୁ ଆସିଛି? ବିକ୍ରମ କହିଲେ, ଆପଣ ରାଜକୁ ବଞ୍ଚେଇବା ପାଇଁ ଚାହୁଁଛନ୍ତି। ଡିଏସ୍ପି ସାର୍ କହିଲେ କି ମୁଁ ସତ କ'ଣ ଜାଣିବା ପାଇଁ ଚାହୁଁଛି। ବିକ୍ରମ ଜୋରରେ ହସି କହିଲା କି ସତ? ତାହେଲେ ଶୁଣନ୍ତୁ, ରାଜ ଆମ ସହିତ ମିଶି ବହୁତ ସାରା ଟଙ୍କା ରୋଜଗାର କରିଥିଲେ, ହେଲେ ଆମକୁ ତା ମୂଲ୍ୟ ନ ଦେଇ ସେ ଏବେ ସଂଗଠନରୁ ବାହାରି ଯିବା ପାଇଁ ଚାହୁଁଛନ୍ତି। ମୁଁ ସେମିତି ଲୋକଙ୍କୁ କ୍ଷମା କରେନି। ଡିଏସ୍ପି ସାର୍ କହିଲେ କି ତାହେଲେ ତମେ ରାଜଙ୍କ କାରର ବ୍ରେକ୍ ତାର କାଟିଥିଲ। ବିକ୍ରମ କିଛି କହିଲାନି, କିନ୍ତୁ ତାଙ୍କ ହସ ସବୁ କଥା କହୁଥିଲା। ବିକ୍ରମ କହିଲେ, ଡିଏସ୍ପି ସାର୍ ଆପଣ ବି ଆମ ଟାର୍ଗେଟରେ। ବିକ୍ରମ ଫାୟାରିଂ କରିବା ଆଗରୁ ଅନ୍ଧାରରେ ଲୁଚି ରହିଥିବା ପୋଲିସ ଲାଇଟ୍ ଜଳେଇଲେ। ଦେଖିକି ବିକ୍ରମ ଡରିଗଲେ। ସେ ଜାଣିଥିଲେ କି ତାଙ୍କ ପାଖରେ ଆଉ କିଛି ବି ଚାରା ନାହିଁ। ସେ ବନ୍ଧୁକ ତଳେ ପକାଇଲେ, ହେଲେ ତାଙ୍କ ଭିତରେ ଏବେ ବି କିଛି ଚାଲିଥିଲା। କଡ଼ି ପିନ୍ଧାଇବା ସମୟରେ ସେ ଡିଏସ୍ପି ସାର୍ଙ୍କୁ କହିଲେ କି ଆପଣ ତାଙ୍କୁ ବଞ୍ଚେଇ ଦେଲେ, ହେଲେ ଆପଣ ଜାଣିନାହାନ୍ତି ପ୍ରକୃତରେ ରାଜ କିଏ।
ସତ ସାମ୍ନାକୁ ଆସିବା ବେଳକୁ ବହୁତ ଡେରି ହୋଇଯାଇଥିବ। ପୋଲିସ ବିକ୍ରମକୁ ନେଇଗଲେ। ହେଲେ ଡିଏସ୍ପି ସାର୍ଙ୍କ ମନରେ ବିକ୍ରମ କଥା ବାରମ୍ବାର ଗୁଞ୍ଜରିତ ହେଉଥିଲା କି ରାଜଙ୍କ ସତ ସାମ୍ନାକୁ ଆସିବା ବେଳକୁ ବହୁତ ଡେରି ହୋଇଯାଇଥିବ। ଡିଏସ୍ପି ସାର୍ ଭାବିଲେ କି ରାଜ କଣ ସତରେ ଦୋଷୀ ନା ନିର୍ଦ୍ଦୋଷ। ରାଜକୁ ପଚରା ଉଚରା ପାଇଁ ଥାନାକୁ ଡକାଗଲା। ପଚରା ଉଚରା ସମୟରେ ସେ ମାନିଗଲେ କି ଅତୀତରେ ସେ କିଛି ସନ୍ଦେହଜନକ ନେଣ ଦେଣ କରିଥିଲେ। ନାରାୟଣ ଛତ୍ରଛାୟାରେ ଦୀର୍ଘ ସମୟ ଯାଏଁ ସେ ଫାଇଦା ଉଠାଇଥିଲେ। ତାପରେ ଅଲଗା ହେବା ପାଇଁ ଚାହିଁଲେ ଆଉ ଧମକ ମିଳିଲା, ମୁଁ ବହୁତ କିଛି ଭୁଲ କରିଛି, ହେଲେ ଏବେ ମୁଁ ସୁଧାରିବା ପାଇଁ ଚାହୁଁଛି। ରାଜ ପଶ୍ଚାତାପ କରୁଥିଲେ। ହେଲେ ଡିଏସ୍ପି ସାର୍ଙ୍କ ମନରେ ଆସୁଥିଲା କି ସତରେ ରାଜ କଣ ପଶ୍ଚାତାପ କରୁଛନ୍ତି ନା ତାଙ୍କର ଏକ ନୂଆ ଖେଳ। ସେ କହିଲେ କି ସତରେ ଯଦି ତମେ ବାହାରକୁ ବାହାରିବା ପାଇଁ ଚାହୁଁଛ ତାହେଲେ ଆମକୁ ସାହାଯ୍ୟ କରିବା ପାଇଁ ପଡ଼ିବ। ରାଜ କହିଲେ, ମୁଁ ଯାହା ଜାଣିଛି କହିବା ପାଇଁ ପ୍ରସ୍ତୁତ। ତାପରେ ରାଜ କହିଲେ କି ମୋ ଆକାଉଣ୍ଟରୁ କୋଟି କୋଟି ଟଙ୍କା ବେନାମୀ ଲୋକଙ୍କ ପାଖକୁ ପଠାଯାଉଥିଲା। ସବୁ କିଛି ଏବେ ସ୍ପଷ୍ଟ ହୋଇଯାଇଥିଲା। ବିକ୍ରମ ଓ ସାଥୀଙ୍କୁ ଜେଲ ପଠାଇ ଦିଆଗଲା। ତଦନ୍ତ ଚାଲିଥିଲା। ହେଲେ ରାଜ ଏବେ ବି ରହସ୍ୟ ହୋଇ ରହିଗଲେ। ଡିଏସ୍ପି ସାର୍ ଭାବୁଥିଲେ କି ସବୁ ଚମକୁଥିବା ଜିନିଷ ସୁନା ନୁହେଁ। କିଛି ଲୋକ ଏମିତି ଚାଲାକ ହୋଇଥାନ୍ତି ଯେ ନିଜର ପ୍ରକୃତ ସତ କେମିତି ହେଲେ ବି ଲୁଚାଇ ରଖିଥାନ୍ତି। ତ କାହାଣୀ କେମିତି ଲାଗିଲା? ରାଜଙ୍କ ଜୀବନ ବଞ୍ଚେଇ ଡିଏସ୍ପି ସାର୍ ଠିକ୍ କରିଛନ୍ତି ନା ଭୁଲ? କମେଣ୍ଟ ବକ୍ସରେ ନିଶ୍ଚୟ ଜଣାଇବେ। ଭିଡ଼ିଓ ଭଲ ଲାଗିଥିଲେ ଲାଇକ୍ ସେୟାର କରିବା ସହିତ ଚ୍ୟାନେଲକୁ ସବସ୍କ୍ରାଇବ କରିଦେବେ। ବେଲ୍ ଆଇକନକୁ ବି ଅନ୍ କରିଦେବେ। ଆଉ ଆମ ଫେସବୁକ୍ ପେଜକୁ ବି ଫଲୋ କରିଦେବେ। ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ।